ବନ୍ଧୁଗଣ ଜୟ ଜଗନ୍ନାଥ। ଆଜି ରାତି 12ଟା ପରଠାରୁ ଅଚାନକ ଏହି 4ଟି ରାଶିର ଖୋଲିଯିବ ଭାଗ୍ୟ। ଭୋଳାନାଥଙ୍କ କୃପାରୁ ହେବେ ମାଲାମାଲ। ବନ୍ଧୁଗଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆରମ୍ଭରେ ଆମ୍ଭେମାନେ ମାନିଥାଉ। ମହାଦେବ ହିଁ ସୃଷ୍ଟିର ପାଳନହାର ବୋଲି କୁହାଯାଏ। ବନ୍ଧୁଗଣ, ମହାଦେବ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ନିଜ ଅପାର କୃପା ସେମାନଙ୍କ ଉପରେ ବର୍ଷାଇଥାନ୍ତି। ଭଗବାନ ଭୋଳାନାଥ ସର୍ବୋପରି ଭୋଳା ଅଟନ୍ତି। ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ। ବନ୍ଧୁଗଣ, ଆପଣ ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ମହାଦେବ ତାଙ୍କ ଭକ୍ତିରେ ଖୁସି ହୋଇ ସାରିଛନ୍ତି, ଯାହାଫଳରେ ଆଜି ରାତିଠାରୁ ଏହି ରାଶିମାନ ମାଲାମାଲ ହେବାକୁ ଯାଉଛନ୍ତି। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଓ ଭଲ ଦିନ ବହୁତ ଶୀଘ୍ର ଆସିବ। ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ। ବନ୍ଧୁଗଣ, ବୃଷ ରାଶି, ଏହି ରାଶିର ଲୋକମାନଙ୍କ ସମୟ ଉତ୍ତମ ରହିବ। ଭଗବାନ ଭୋଳାନାଥଙ୍କ ଆଶୀର୍ବାଦରେ ଆପଣଙ୍କ ଆୟ ବଢ଼ିବ। ଆପଣ ଯେଉଁ ସମସ୍ତ କାର୍ଯ୍ୟ କରୁଛନ୍ତି ସେଥିରେ ଭଲ ଫଳାଫଳ ମିଳିପାରେ। ପ୍ରେମ ଜୀବନରେ ଚାଲୁଥିବା ସମସ୍ୟା ଦୂର ହେବ। ପାରିବାରିକ ପରିବେଶ ଭଲ ରହିବ। ବେପାରରେ ଆପଣଙ୍କୁ ଜବରଦସ୍ତ ଲାଭ ମିଳିବାର ଯୋଗ ଅଛି। ବନ୍ଧୁଗଣ, ସିଂହ ରାଶିର ଲୋକମାନଙ୍କୁ କୌଣସି ଲାଭଦାୟକ ଯାତ୍ରାକୁ ଯିବାକୁ ପଡ଼ିପାରେ। ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ଦ୍ୱାରା ଆପଣ ନିଜର କାମ କାର୍ଯ୍ୟରେ ଉନ୍ନତି କରିବେ। ଘରେଲୁ ବାତାବରଣ ସୁଖ ଶାନ୍ତି ପୂର୍ବକ ରହିବ। ପ୍ରେମ ଜୀବନରେ ସୁଧାର ଆସିବାର ଯୋଗ ଅଛି। ଦୂରସଞ୍ଚାର ମାଧ୍ୟମରେ ଆପଣଙ୍କୁ ଶୁଭ ସମାଚାର ମିଳିବାର ଯୋଗ ଅଛି। ବନ୍ଧୁଗଣ, ବିଛା ରାଶି, ଏହି ରାଶିର ଲୋକମାନଙ୍କୁ ଶିବ ପାର୍ବତୀଙ୍କ ଆଶୀର୍ବାଦରେ ମାନସିକ ଚିନ୍ତାର ମୁକ୍ତି ମିଳିବ। ଆପଣ ଖର୍ଚ୍ଚ କମ୍ କରିବେ। ଯେଉଁ ଲୋକମାନେ ପ୍ରେମ ସମ୍ବନ୍ଧିତ ମାମଲା ସହ ଜଡ଼ିତ ଅଛନ୍ତି ତାଙ୍କ ଜୀବନରେ ଭଲ ସମୟ ଆସିବ। ଘରର ପରିବାରର ସ୍ଥିତି ଭଲ ରହିବ। ପ୍ରେମ ଭାବନା ମନରେ ଆସିବ। ବନ୍ଧୁଗଣ, ତୁଳା ରାଶି, ଏହି ରାଶିର ଲୋକମାନଙ୍କୁ ଭଗବାନ ଭୋଳାନାଥଙ୍କ କୃପାରୁ କାମକ୍ଷେତ୍ରରେ ଭଲ ଫଳାଫଳ ପ୍ରାପ୍ତ ହେବ। କୌଣସି ପୁରୁଣା ବାଦବିବାଦ ଦୂର ହୋଇପାରେ। ସନ୍ତାନ ତରଫରୁ ଶୁଭ ସମାଚାର ମିଳିବାର ଯୋଗ ଅଛି। ବନ୍ଧୁଗଣ, ଆପଣଙ୍କ ଜଞ୍ଜାର ଭଲ ଫଳ ମିଳିବ, ଯାହାଦ୍ୱାରା ଆପଣ ଖୁସି ରହିବେ। ଆପଣ ଆତ୍ମବିଶ୍ୱାସରେ ଭରପୁର ରହିବେ। ଆୟର ବୃଦ୍ଧି ହେବ। ବନ୍ଧୁଗଣ, କୁମ୍ଭ ରାଶି, ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କ ବିଶେଷ ଆଶୀର୍ବାଦ ରହିବ। ଆପଣଙ୍କୁ ସମସ୍ତ କ୍ଷେତ୍ରରେ ଭଲ ଫଳାଫଳ ମିଳିପାରେ। ମାନସିକ ସୁଖ ପ୍ରାପ୍ତି ହେବ। ଆପଣ ଆତ୍ମବିଶ୍ୱାସରେ ଭରପୁର ରହିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ଓ ତାଳମେଳ ରହିବ। ପ୍ରେମ ଜୀବନରେ ଆସୁଥିବା ଅସୁବିଧା ଦୂର ହେବ। ଟଙ୍କା ଆସିବାର ବିଭିନ୍ନ ରାସ୍ତା ଖୋଲିଯିବ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ହର ମହାଦେବ। ଧନ୍ୟବାଦ।